नमस्कार। आज गोटे भल दिन दिल्ली रे गणति चललानी आसंता काली बारवाटी रे हमर खेल हम खेलाड़ी मैंने काली ठू आसीगले एवं काली राति गोटे वीडियो देखुली से जिनसटा आम ओडिशा रे आम समस्ते जानीचे प्रारंभ इच्छा है मो स्वल्प ज्ञान भितर एथिरे किछि गोटे सप्लीमेंट करने को भाविली आपण मानक जनइबी तेणुक आरंभ कली से टॉपिक ऊपर से कहूची जे प्रथमे प्रारब्ध है पर शरीर तैयारी से हिंदी रे कहूची इंग्रेजी रे मध्य कहूची मु आमर ओडिया रे टिके ताकू अनुवादित करूची से कहउचंती मनकर गोटे आत्मा चलीगला मु तो आग के ही मरी जाओ बोली मु कहबिनी मु मो ऊपर उदाहरण दूची सपोज मु चलीगली माने मरीगली तापरे आमर जो 7 8 9 10 11 12 13 जिमती चलुची ता भितरे मोर मृत्यु अनुसार मोर नेक्स्ट बार्थ कौन मिलिबो सेटा डेस्टिनी फाइनल कर सी फाइनल करुची पशु जन्म मिलिबो कि कीट पतंग जन्म मिलिबो कि जो जन्म से फाइनल करुची तापर आमे सेमिया परिपार्श्विक अवस्थिति की नेकिरी आम आत्मा सेठी की डायरेक्शन ऑफ गॉड माने डेस्टिनी प्रभु कहतु डेस्टिनी कहतु बा आपण जहाँ कहते आमे तो कहवा भगवान कृष्ण जगन्नाथ राम आम सनातन हिंदू संस्कृति जे जो देवदेवी मानुचे आमे भाविबा सी होउचंती आमर तांको निर्देश सब होउची ठीक अछि वर्तमान तीनोटी जिनस आम आखि सामना को आसुची प्रथम है मु मरीगली तापर मोर गोटे छोटिया सर्किट से फाइनल है एवं मते पुणी मनकर मनीष जन्म दियाला बा प्रभु सेठी फाइनल कले तो मोर जो तक इच्छा बा कर्मर फल प्राप्तिर बाकी अच्छी सेतक मु कोठे पाइबी से अनुसार से मते से जगह को से जगार शरीर रूप नवा को मत से इंगित करेंगे मुझे जी गला पर मोर जन्म हम बा मु मां पेटरे भ्रूण हिसाब से बढ़िबा आरंभ करेंगे शंकराचार्य मध्य से कथा कहते पुनरपि जन्म पुनरपि मरण एवं बुद्ध संस्कृति रे मध्य बुद्धदेव तांकर बहुत जाति स्मर हिसाब रे बहुत जन्मर स्टोरी से मन रखी थिले एवं सेतु से शिक्षा प्राप्त करथिले एवं शिक्षा दौथिले आम पई एटा किछि नुआ कथा नुह किंतु वर्तमान आमे जो सबू प्राकृतिक बा परिवेश अनुसार आमे टिके बदली जाए नूतन संस्कृति नूतन आबहावा नूतन विचारधारा सब पशि आमर पुराना जिनस को सब नष्ट कर देछि आमे तेणुक प्रारब्ध को मानुने बा किए केते प्रकार ताकू कहूछि कई दार्शनिक
ଭାବରେ ଏ କଥାକୁ କୁହନ୍ତି ଯେ ଯେଉଁ ଲୋକ ଜୀବନରେ ନେଗେଟିଭ ବା ହାରି ଯାଇଛି ତାକୁ ସମାଜରେ ତ ବଞ୍ଚିବାର ଅଧିକାର ଅଛି ନା ନାହିଁ। ସେ କ'ଣ ତାକୁ ଆମେ ମାରିଦେବା କି? ଅଧିକାର ଅଛି। ତାକୁ ଏଇ କଥାଟା କହି ସାନ୍ତ୍ୱନା ଦିଆଯିବା ଉଚିତ। ଠିକ୍ ଅଛି, ସେ ଦୃଷ୍ଟିକୋଣରୁ ସେଟା ଠିକ୍। କିନ୍ତୁ ତାପରେ ପୁଣି କୁହାହେଇଛି ଯେ କ୍ରିୟାମାଣ କର୍ମ କରିଲେ ପୁରୁଣା କଷ୍ଟ ବି ବା ଦଣ୍ଡ ଯଦି ଅଛି ତାହା ମଧ୍ୟ ଲାଘବ ହେଇପାରିବ, କିଛି ମାତ୍ରାରେ କମିଯିବ। ତେଣୁକରି ଆମ ଗାଁ ଗହଳିରେ କୁହାହେଇଛି ପର୍ବତ ମାତ୍ରାରେ ଆସିଲେ ସୋରିଷ ପରିକା ବାଜିବ। ଏଇସବୁ ଜିନିଷକୁ ଆଖି ଆଗରେ ଯଦି ଆମେ ରଖିବା, ଆମକୁ ଗୋଟେ ଜିନିଷ ମନେ ରଖିବାକୁ ହେବ ଯେ ଆମେ କିଛି ନୁହେଁ, ସବୁ ସିଏ ଚଲାଉ। ଆପଣଙ୍କର ଜନ୍ମ ସମୟ ସେ ଫିକ୍ସ କରୁଛି, ସେତିକି ବେଳେ ସିଏ ମୃତ୍ୟୁ ସମୟ ଫିକ୍ସ କରିଛି, ଆପଣଙ୍କର ପାଠପଢ଼ା ସମୟ ଫିକ୍ସ କରିଛି, ଆପଣଙ୍କର ବିବାହ ସମୟ ଫିକ୍ସ କରିଛି, ଆପଣଙ୍କର କେତୋଟି ପିଲା ଛୁଆ ହେବ ଫିକ୍ସ କରିଛି, ଆପଣଙ୍କର ଜୀବନ କେମିତି ରହିବ ଫିକ୍ସ କରିଛି। ସବୁକିଛି ଥରେ ସେ କରିଦେଇଛି। ଗୋଟାଏ ମାନେ ଯେମିତି ଘଣ୍ଟାରେ ସର୍କିଟ୍ ଆମର ଆଜିକାଲି ବନ୍ଧା ହେଉଛି ପୁରୁଣା ସିଷ୍ଟମ ଛାଡ଼ି, ସେ ସର୍କିଟ୍ ହିସାବରେ ଥରେ ସେ ବାନ୍ଧି ଦେଇଛନ୍ତି, ସେଇ ଅନୁସାରେ ସେ କାମ କରିଛନ୍ତି। ତେଣୁକରି ଯାହା ହେଉଛି ସବୁ ସେଇ ପ୍ରଭୁଙ୍କ ନିର୍ଦ୍ଦେଶରେ ହେଉଛି ବୋଲି ଆମେ ଗ୍ରହଣ କରିବା। କେବେ କାହାରି ହୃଦୟକୁ ଦୁଃଖ ଦେବା ନାହିଁ। ଦୁଃଖ ଦେଲେ ପୁଣି ଆଉ ଗୋଟେ ଦୁଃଖ ଆପଣଙ୍କ ପାଇଁ ପ୍ରିପେୟାର ହେଇ ରହିଲା, ଷ୍ଟକ୍ ରହିଲା। ତେଣୁକରି କୁହାହେଇଛି ଯାହା ବୁଣିବ ତାହା ପାଇବ। ତାର ଅନ୍ୟ ଅର୍ଥ ହେଲା ଆପଣ ମୋତେ ଯାହା ଦେଲେ ବା ମୁଁ ଆପଣଙ୍କୁ ଯାହା ଦେଲି ମୁଁ ଠିକ୍ ସେମିତିଆ ଜିନିଷଟେ ପାଇବି, ବା ଅଧିକା ବି ପାଇବି, କମ୍ ବି ପାଇବି। କିନ୍ତୁ ଯଦି ବୁଣିଛି, ମୋର ଏଟା ଅଭ୍ୟାସ ହେଇଯାଇଛି, ସବୁଦିନେ ମୁଁ ସେଇ ମିଷ୍ଟେକ୍ କରି ଚାଲିଛି, ଯେକୌଣସି ଜିନିଷରେ କାହାରିକି ନିନ୍ଦା କରିବା, ସବୁବେଳେ ନିନ୍ଦା କରି କରି ଚାଲିଛି, ତାହେଲେ ମୁଁ ସେଟା ବୁଣୁଛି, ଭୁଲରେ ହେଇଯାଇନି। ଭୁଲରେ ହେଇଗଲେ ପ୍ରଭୁ ଆପଣଙ୍କୁ କ୍ଷମା ଦେଇଦେବେ, ମୋତେ ବି କ୍ଷମା ଦେବେ। କିନ୍ତୁ ଚାଲାକି କରି ଆମେ ସମସ୍ତଙ୍କୁ ଦେଖେଇବାରେ, ସମସ୍ତଙ୍କୁ ନେଗେଟିଭ୍ ୱେରେ ଯଦି ଆମେ ବୁଣି ଚାଲିଛେ, ଯେମିତି ଗୋଟେ ଧାନରୁ 2 କେଣ୍ଡା ବା 5 କେଣ୍ଡା ବା 100ଟା କି 200ଟା ଧାନ ବାହାରୁଛି, ତ ଆମକୁ ମଧ୍ୟ ସେମିତି ନିନ୍ଦା ଗୁଡ଼ାଏ ଗ୍ରହଣ କରିବାକୁ ହେବ। ଆମେ ଯାହା କରୁଛେ ତାର ଶତଗୁଣ ଫଳ ଆମକୁ ନିଶ୍ଚିତ ମିଳିବ। ଏଇଟା ଡେଷ୍ଟିନି କହୁଛି। ଭାଗ୍ୟ ଏବଂ ସ୍ୱତନ୍ତ୍ର ଇଚ୍ଛା। ଆମର କେହି କେହି ଆପଣ ଦେଖିଥିବେ, ଆପଣଙ୍କୁ ମୁଁ ଚିହ୍ନିନି କିନ୍ତୁ ଆପଣଙ୍କ ପ୍ରତି ମୋର ସ୍ନେହ ଭାବ ବୃଦ୍ଧି ହେଇଯାଉଛି। ଅଜଣା ଲୋକଙ୍କୁ ବି ଆପଣ ଦେଖିଲେ ବହୁତ ସ୍ନେହୀ ଲାଗନ୍ତି। ଆପଣଙ୍କ ଜୀବନରେ ବି ଆପଣ ସେମିତି କେତେ ଜାଗାରେ ଅନୁଭବ କରିଥିବେ। କାହାକୁ ଆପଣ କେବେ ଦେଖିନାହାନ୍ତି ଜୀବନରେ, କିନ୍ତୁ ପ୍ରଥମେ ଦେଖୁଛନ୍ତି ଆପଣଙ୍କୁ ସ୍ନେହୀ ଫିଲ୍ ହେଉଛି। କାହାକୁ ଆପଣ ଦେଖୁ ମନରେ ଗୋଟେ ନିରାଶା ଭାବ ବା ଅଶାନ୍ତି ସୃଷ୍ଟି ହେଉଛି। ଏସବୁ ମୁଁ କହିବି ଚେହେରା ନୁହେଁ, ବିଦ୍ୟା ନୁହେଁ, ଜ୍ଞାନ ନୁହେଁ, ପ୍ୟାଣ୍ଟ ସାର୍ଟ ନୁହେଁ, ଏସବୁ ଡେଷ୍ଟିନି ଫିଟିଂ କରି ବା ପୂର୍ବଜନ୍ମରେ କେତେବେଳେ ଆପଣଙ୍କର ମୋର ଭେଟ ହେଇଛି, ସେଇଠି ଆମର କଥା ରହିଯାଇଛି। ତ ସେତିକି ବେଳେ ଆପଣ ମୋତେ ଦେଖୁଛନ୍ତି ଏବଂ ବା ମୁଁ ଆପଣଙ୍କୁ ଦେଖୁଛି। ଆମ ଭିତରେ ମିତ୍ରତା ହେଉ ବା ନ ହେଇଥିଲେ ବି ସ୍ନେହ ଭାବ ବଢ଼ିଯାଉଛି। ମୁଁ ଆପଣଙ୍କୁ ସ୍ନେହ କରୁଛି, ଆପଣ ବି ମୋତେ ସ୍ନେହ କରୁଛନ୍ତି। ବୟସ ଜାଗାରେ ସେଟା ସ୍ନେହ, ଶ୍ରଦ୍ଧା, ପ୍ରେମ, ନମସ୍କାର, ସମ୍ମାନ ଏଥିରେ ପରିବର୍ତ୍ତିତ ହେଇଯାଉଛି। କିନ୍ତୁ
ତେଣୁକରି ଯେତେବେଳେ ମାଙ୍କ ଗର୍ଭରୁ ଆମେ ଭୂମିଷ୍ଠ ହେଲେ ଆମେ ପ୍ରକୃତ ସମୟରେ ଭୂମିଷ୍ଠ ହେଇଛେ ସେଟା ଈଶ୍ୱର ନିର୍ଘଣ୍ଟ କରିଛନ୍ତି। ତାପରେ 21 ହେଇଛି, ତାପରେ ଆପଣଙ୍କ ନାମକରଣ ହେଇଛି, ତାପରେ ଆପଣଙ୍କର ଲାଳନ ପାଳନ ହେଇଛି, ଆପଣଙ୍କୁ ବିଦ୍ୟାରମ୍ଭ କରାହେଇଛି, ଆପଣଙ୍କୁ ଜ୍ଞାନୀ ଗୁଣୀ କରାହେଇଛି। ଆପଣଙ୍କର ପ୍ରାରବ୍ଧ ଅନୁସାରେ ଆପଣ ସେଇ ଲାଇନ୍ ପାଠ ପଢ଼ିଛନ୍ତି, ତାପରେ ଆଗେଇଛନ୍ତି। ତାପରେ ଆପଣଙ୍କର ରୋଜଗାରର ରାସ୍ତା ମଧ୍ୟ ପ୍ରଭୁ ତିଆରି କରିଛନ୍ତି। ଆପଣଙ୍କର ବିବାହର ସମୟ ମଧ୍ୟ ସେ ନିର୍ଘଣ୍ଟ କରିଛନ୍ତି। ଆପଣଙ୍କର ପିଲା ଛୁଆଙ୍କର ସଂଗତି ସଂସ୍କୃତି ବା କେତୋଟି ହେବେ ସିଏ ନିର୍ଘଣ୍ଟ କରିଛନ୍ତି। ଆପଣଙ୍କର ଜୀବନ କେମିତି କଟିବ ସେ ମଧ୍ୟ ନିର୍ଘଣ୍ଟ କରିଛନ୍ତି। ଆପଣ କେଉଁଠି ରହିବେ, ନିଜ ଜାଗାରେ ରହିବେ ନା ପର ଜାଗାକୁ ଯିବେ, ବା ବାହାରେ ଯାଇ ଆପଣ ନାମ କମେଇବେ କି ଗାଁରେ ନାମ କମେଇବେ, ଆପଣଙ୍କର ବନ୍ଧୁବାନ୍ଧବ ପିତାମାତା ଏମାନଙ୍କ ସହିତ ଆପଣଙ୍କର ଭାବ ସ୍ନେହ ସମ୍ପର୍କ କେମିତି ରହିବ, ଏସବୁ ବିଧି ନିର୍ଦ୍ଦିଷ୍ଟ। ତେଣୁକରି ଏହା ପ୍ରାରବ୍ଧ। ଆମେ ଏଇ ଜନ୍ମରେ ଯେଉଁ କାମ କରୁଛେ ତା ଆମର କ୍ରିୟାମାନ କର୍ମ ହେଇଯାଉଛି। କେତେକ ଫଳ ଆମକୁ ମିଳୁଛି, କେତେକ ଫଳ ମଧ୍ୟ ନ ମିଳି ଷ୍ଟକ୍ ହେଇ ରହୁଛି। ଆପଣ ଏମିତି ବୁଝନ୍ତୁ, ଆମ ଘରେ ଗୋଟେ ପାଣି ଟାଙ୍କି ଅଛି। ଆମେ ଯେଉଁ ପାଣିଟା ବର୍ତ୍ତମାନ ବ୍ୟବହାର କରୁଛେ, ଆପଣ କ'ଣ ସାଙ୍ଗେ ସାଙ୍ଗେ ଆଣିଛି ପାଣି ପିଇଛନ୍ତି? ନାହିଁ, ସେଟା ପାଣି ଆମେ କାଲି ଷ୍ଟୋର କରିଛେ ବା ଆଜି ସକାଳେ ଷ୍ଟୋର। ସେମିତି ଆମର କର୍ମ ଗୁଡ଼ା ସବୁବେଳେ ହେଉଛି ଏବଂ ସିଏ ଟାଙ୍କିକି ଯାଉଛି। ତାପରେ ଆମେ ବ୍ୟବହାର କରୁଛେ, ଜଳକୁ ଯେମିତି ବ୍ୟବହାର କରୁଛେ, ଆମର ସୁକର୍ମ ହଉ, କୁକର୍ମ ହଉ, ଦୁଷ୍କର୍ମ ହଉ, ଏସବୁ ପ୍ରଥମେ ଆମର ଯାଉଛି ଟାଙ୍କିକି, ସେ ଟାଙ୍କିରୁ ଆସୁଛି, ଆମେ ତାକୁ ବ୍ୟବହାର କରୁଛେ। ହୁଏତ ଆପଣମାନଙ୍କୁ ଏହା ଶାନ୍ତିପ୍ରଦ କରିଥିବ କି ନାହିଁ ମୁଁ ଜାଣେ ନା। ଏଇଟା ଜଷ୍ଟ ଗୋଟେ ଭିଡ଼ିଓ ଦେଖିଥିଲି, ତା ବାବଦରେ ଟିକେ ବିରୋଧ କରିବାର ନୁହଁ। କାହାରିକି ବିରୋଧ କଲେ ଭାରି ଖରାପ, ମୁଁ ବିରୋଧକୁ ପସନ୍ଦ କରୁନି, କିନ୍ତୁ ସେ ବାବଦରେ ମୁଁ ଟିକେ ଜଣାଇବା ପାଇଁ ଏ ଭିଡ଼ିଓଟି ବନେଇଥିଲି ବା ବନେଇଛି। ଆପଣମାନଙ୍କୁ ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ। ଆଙ୍ଗୁଠି ଉପର ତଳ କରିବାର ଅଧିକାର ପୂର୍ଣ୍ଣ ଆପଣମାନଙ୍କର ରହିଛି ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦେବେ। ଦୟା କରିବେ ଆପଣଙ୍କର ଶୁଭେଚ୍ଛା ଆଶୀର୍ବାଦକୁ ଅପେକ୍ଷା କରି ମୁଁ ରହୁଛି ଆଜିର ପ୍ରୋଗ୍ରାମ୍ ଶେଷ କରି। ପୁଣି ଏମିତିଆ ୟାର ନେକ୍ସଟ ଷ୍ଟେପ୍ଟା ମୁଁ କାଲି ଆଉ ଥରେ ବନେଇବି। ଅପେକ୍ଷା କଲି ଆପଣମାନଙ୍କର ଆଶୀର୍ବାଦ ପାଇଁ। ରହୁଛି ରମୁ ପଟ୍ଟନାୟକ।